ଏହା ଏକ ସୁନ୍ଦର କାହାଣୀଟିଏ। ଗଳ୍ପ ହେଲେ ବି ଏହା ସତ୍ୟ। ଏ କାହାଣୀଟିଏ ଗୋଟିଏ ମାଆର ମମତା ଓ ଧର୍ମ କର୍ମ ଉପରେ ଆଧାରିତ। ଆପଣମାନେ ଦେଖୁଥିବା ଏହି ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ମାଳତୀ ଦେବୀ। ସେ ସକାଳୁ ଉଠି ନିତ୍ୟକର୍ମ ସାରି ମହାପ୍ରଭୁଙ୍କୁ ପ୍ରସାଦ ଦେବା ଲାଗି ଖେଚେଡ଼ି ପ୍ରସ୍ତୁତ କରନ୍ତି। ସେ ଅତି ସରାଗରେ ଖେଚେଡ଼ି ପ୍ରସ୍ତୁତ କରି ସୂର୍ଯ୍ୟ ମହାପ୍ରଭୁଙ୍କୁ ଅର୍ପଣ କରେ। ତା ପୁଅର ମଙ୍ଗଳ କାମନା ଲାଗି ପ୍ରାର୍ଥନା କରେ। ହେ ପ୍ରଭୁ ସୂର୍ଯ୍ୟ ଦେବତା, ଆପଣ ତ ସକାଳ ଶକ୍ତିର ଆଧାର। ମୋ ପୁଅ ବିଦେଶରେ ରହି ବାଣିଜ୍ୟ କରୁଛି। ଆପଣ ତାକୁ ଘଣ୍ଟ ଘୋଡ଼େଇ ରଖ ପ୍ରଭୁ, ଘଣ୍ଟ ଘୋଡ଼େଇ ରଖ। ମୋର ଆପଣଙ୍କ ପାଖରେ ଏତିକି ପ୍ରାର୍ଥନା ପ୍ରଭୁ। ଏମିତି ବୃଦ୍ଧ ମହିଳା ଜଣଙ୍କ ତାଙ୍କ ପୁଅର ଶୁଭ କାମନା ଲାଗି ପ୍ରତିଦିନ ସୂର୍ଯ୍ୟ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥାନ୍ତି। ଗୋଟିଏ ଦିନ ମାଳତୀ ଦେବୀ ତାଙ୍କ ପୁଅର କଥା ଭାବି ଭାବି ମନ ଦୁଃଖରେ ବସିଥାନ୍ତି। ହଠାତ୍ ତାଙ୍କ ପୁଅର ଫୋନ୍ ଆସେ। ଫୋନ୍ଟି ଆସିବାର ଦେଖି ସେ ବହୁତ ଖୁସି ହୋଇଯାଆନ୍ତି। ହ୍ୟାଲୋ ମା, ତୁ କେମିତି ଅଛୁ? ତୁ ମୋ କଥା ଛାଡେ, ପ୍ରଥମେ କହ ତୁ କେମିତି ଅଛୁ? ଭଲସେ ଠିକ ସେ ଖିଆପିଆ କରୁଛୁ ତ? ହଁ ମା, ମୁଁ ବହୁତ ଭଲ ଅଛି। ଏଇଥର ମୋର ବ୍ୟବସାୟ ବହୁତ ଭଲ ହେଇଛି। ଯାହା ବି ହଉଛି ସବୁ ସେଇ ଭଗବାନଙ୍କର ଇଚ୍ଛା। ଶୁଣ, ତୁ ଠିକ ଟାଇମରେ ଖିଆପିଆ କରିବୁ, ଦେହର ଭଲସେ ଯତ୍ନ ନବୁ। ହଁ, ଅଧିକା ଗାଧେଇବୁନି, ତତେ ବା ଥଣ୍ଡା ଧରେ। ତୁ ଅଧିକା ଗାଧେଇବୁନି। ବାହାର ଦୁନିଆ ଦେଖିକି ଚଳିବୁ, କାହା ସହ ଝଗଡା କରିବୁନି, ହେଲା? ହଉ ମା, ମୁଁ ଏବେ ରହୁଛି। ମୋର ଦୋକାନରେ ବହୁତ କାମ ଅଛି। ମୁଁ ଫୋନ୍ ରଖୁଛି। ଆଉ ହଁ, ତମେ ଠିକ୍ ସେ ଖିଆପିଆ କରିବ, ଦେହର ବି ଯତ୍ନ ନେବ। ଯାହା ବି ଅସୁବିଧା ହେବ ମୋତେ ଫୋନ୍ କରି ଜଣେଇବ। ଏମିତି ଦୁଇ ମା ପୁଅଙ୍କର କଥାବାର୍ତ୍ତା ସରେ। ପରଦିନ ଏକ ସୁନ୍ଦର ସକାଳଟିଏ ହୁଏ। ସକାଳୁ ସକାଳୁ ଜଣେ ଦରିଦ୍ର ବ୍ରାହ୍ମଣ ଭିକ୍ଷା ମାଗିବା ଲାଗି ତାଙ୍କ ଦ୍ୱାର ମୁହଁରେ ଆସି ପହଞ୍ଚନ୍ତି। ଭିକ୍ଷାମ୍ ଦେହି। ମା, ଘରେ କିଏ ଅଛ? ଏ ଗରିବ ବ୍ରାହ୍ମଣକୁ ଗଣ୍ଡେ ଭିକ ଦିଅ ମା। ଏହା ଶୁଣି ଘର ଭିତରୁ ବୃଦ୍ଧ ମହିଳା ଜଣଙ୍କ ବାହାରି ଆସନ୍ତି। ଏଇ ନିଅ ପୁଅ। ବ୍ରାହ୍ମଣ ଜଣଙ୍କ ସେଠାରୁ ଭିକ୍ଷା ନେଇ ଚାଲିଯାଆନ୍ତି। ସେମିତି ପରଦିନ ମଧ୍ୟ ବ୍ରାହ୍ମଣ ଭିକ୍ଷା ନେଇ ଚାଲିଯାଆନ୍ତି। ମୁଁ ସେ ବ୍ରାହ୍ମଣକୁ ପ୍ରତିଦିନ ଭୋଜନ ଦଉଛି, ହେଲେ ସେ ମତେ ଟିକେ ଧନ୍ୟବାଦ ଜଣଉନି। ତାର ଏତେ ଦୁଃସାହସ। ବୃଦ୍ଧ ମହିଳା ଜଣଙ୍କ ମନେ ମନେ ଏ କଥା ଭାବୁଥାନ୍ତି। ତା ପରଦିନ ବ୍ରାହ୍ମଣ ଜଣଙ୍କ ତାଙ୍କ ଦ୍ୱାର ମୁହଁରେ ଆସି ଉପସ୍ଥିତ ହୁଅନ୍ତି। ବୃଦ୍ଧ ମହିଳା ଜଣଙ୍କ ହିଂସା ଓ କ୍ରୋଧରେ ପଡ଼ି ବ୍ରାହ୍ମଣଙ୍କୁ ଦେବା ଲଡ଼ୁରେ ବିଷ ମିଶେଇ ଦିଅନ୍ତି। ସେ ସିନା ଏମିତି ରାଗ ଓ ଅହଙ୍କାରରେ ଏମିତି କରିଦିଅନ୍ତି, ହେଲେ ସେ କହିବାକୁ ଲାଗନ୍ତି, ଏ ପ୍ରଭୁ, ମୁଁ ଏ କଣ କରିବାକୁ ଯାଉଥିଲି? ମୋ ରାଗ ଅହଙ୍କାରରେ ପଡ଼ି ଗୋଟେ ନିରୀହ ବ୍ରାହ୍ମଣର ଜୀବନ ନେବାକୁ ଯାଉଥିଲି। ନା ନା, ମୋର ବହୁତ ବଡ଼ ଭୁଲ ହେଇଯାଇଛି ପ୍ରଭୁ, ମତେ କ୍ଷମା କରିଦିଅ। ଏମିତି କହି ମହିଳା ଜଣଙ୍କ ବିଷ ମିଶିଥିବା ଲଡ଼ୁକୁ ରଖି ଭଲ ଲଡ଼ୁ ଆଣି ବ୍ରାହ୍ମଣଙ୍କୁ ଦିଅନ୍ତି। ସେ ବ୍ରାହ୍ମଣ ଜଣ ତ ସେ ମହିଳାଙ୍କୁ ଧନ୍ୟବାଦ ଜଣାନ୍ତି ନାହିଁ, ହେଲେ ଗଲାବେଳେ ଗୋଟେ କଥା କହି ଯାଆନ୍ତି, ଯଦି ତମେ ଭଲ କର୍ମ କରିବ ତାହା ତମ ପାଖକୁ ଫେରି ଆସିବ, ଯଦି ତମେ ଖରାପ କର୍ମ କରିବ ତାହା ତମ ପାଖରେ ରହିବ। ଏମିତି କହି କହି ବ୍ରାହ୍ମଣ ଜଣଙ୍କ ସେଠାରୁ ଚାଲିଯାଆନ୍ତି। ଏମିତି କିଛି ଦିନ ବିତିଯାଏ। ବୁଢ଼ୀ ପୁଅର କୌଣସି ଖବର କି ଫୋନ୍ ଆସେ ନାହିଁ। ସେ ତା ପୁଅର କଥାକୁ ଭାବି ଭାବି ମନ ଦୁଃଖରେ ବସିଥାଏ। ଗୋଟେ ଦିନ ପରେ ତା ପୁଅ ଆସି ଘରେ ପହଞ୍ଚେ। ଏହା ଦେଖି ମହିଳା ଜଣଙ୍କ କାନ୍ଦିବାକୁ ଲାଗନ୍ତି। ପଚାରନ୍ତି, ପୁଅରେ, ତୁ ଏତେ ଦିନ ହବ କୁଆଡେ ଚାଲି ଯାଇଥିଲୁ? ତୋର କିଛି ଫୋନ ବି ନାହିଁ,
ମୁଁ ତୋ କଥା ଭାବି ଭାବି ବହୁତ ବ୍ୟସ୍ତ ହୋଇ ପଡ଼ିଥିଲି। ମା, ମୋର ବ୍ୟବସାୟରେ ଲସ୍ ହେଇଗଲା। ଆଉ ଯାହା ବି ପଇସା ପତ୍ର ଥିଲା ମୁଁ ତାକୁ ଆଣି ଫେରୁଥିବା ସମୟରେ କିଛି ଡାକୁମାନେ ମୋ ଠାରୁ ଟଙ୍କା ପଇସା ଛଡ଼େଇ ନେଇ ମୋତେ ମାଡ଼ ମାରି ଦରମରା କରିଦେଇଥିଲେ। ମୁଁ ଜଙ୍ଗଲରେ ପଡ଼ି ରହିଥିଲି, ଭୋକରେ ଛଟପଟ ହେଉଥିଲି। ମୋତେ ଜଣେ ବ୍ରାହ୍ମଣ ଖାଇବା ଦେଇ ମୋ ଜୀବନ ବଞ୍ଚେଇଛନ୍ତି ମା। ତାଙ୍କ ପାଇଁ ମୁଁ ଆଜି ତମ ପାଖକୁ ଆସିପାରିଛି। ସେ ମହିଳା ଜଣକ ଜାଣିପାରନ୍ତି ଯେ ସେ ଦରିଦ୍ର ବ୍ରାହ୍ମଣ ଆଉ କେହି ନୁହେଁ, ଯିଏ ପ୍ରତିଦିନ ତାଙ୍କ ପାଖରୁ ଖାଦ୍ୟ ନେଇ ଯାଉଥିଲା। ସେ ବ୍ରାହ୍ମଣ ଜଣକ ଗଲାବେଳେ କହିଥିବା କଥାକୁ ସେ ଭାବି ଜୋରରେ କାନ୍ଦିବାକୁ ଲାଗନ୍ତି। ଏ ମନେ ମନେ ଚିନ୍ତା କରନ୍ତି, ଯଦି ସେ ବିଷମିଶା ଲଡ଼ୁଟିକୁ ବ୍ରାହ୍ମଣଟିକୁ ଦେଇ ଦେଇଥାନ୍ତେ ତାହେଲେ ସେ ଲଡ଼ୁଟିକୁ ଖାଇ ତାଙ୍କ ପୁଅ ଜୀବନ ହାରି ଦେଇଥାନ୍ତା, ନା ସେ ଆଉ ତାଙ୍କ ପୁଅକୁ ଫେରି ପାଇଥାନ୍ତେ। ଏହି କାହାଣୀରୁ ଆମକୁ ଏହା ଶିକ୍ଷା ମିଳିଲା ଯେ ଯଦି ଆମେ ଭଲ କାମ କରିବା ତାହେଲେ ସେ କର୍ମ ଦିନେ ନା ଦିନେ ଆମ ପାଖକୁ ପୁନର୍ବାର ଫେରି ଆସିବ। ଆଉ ଯଦି ଆମେ ଖରାପ କର୍ମ କରିବା ତାହା ଆମର ହିଁ କ୍ଷତିର ମାର୍ଗ ହେବ। ତେଣୁ ଆମେ ପରର ଅମଙ୍ଗଳ ଚିନ୍ତା ନ କରି ସମସ୍ତଙ୍କର ଭଲ ଚିନ୍ତା କରିବା। ଜୟ ଜଗନ୍ନାଥ। ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ।